ଭୋଜି ହେଉ ଅବା ଘରେ ପ୍ରାୟ ଓଡ଼ିଆଙ୍କ ଘରେ ଏହି ରେସିପି ପ୍ରସ୍ତୁତ ହୁଏ। ମାଛ ମୁଣ୍ଡ ଛେଞ୍ଚଡ଼ା, କେହି କେହି କୁହନ୍ତି ମୁଢ଼ି ଘାଣ୍ଟ। ଦେଖନ୍ତୁ, ଦେଖିବା ପାଇଁ ଯେପରି ଦେଖାଉଥିଲା ଖାଇବା ପାଇଁ ମଧ୍ୟ ବହୁତ ଟେଷ୍ଟ ହେଇଥିଲା, ପୁରାପୁରି ଭୋଜି ଷ୍ଟାଇଲର। ଦେଖନ୍ତୁ, ନମସ୍କାର, ଓଡ଼ିଆ ହୋମ୍ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଆମେ ଆଜି ପ୍ରସ୍ତୁତ କରିବା ମାଛ ମୁଣ୍ଡ ଛେଞ୍ଚଡ଼ା। ସେଥିପାଇଁ ମୁଁ ଏଠି ନେଇଛି ମାଛ, ତାକୁ ମୁଁ ଭଲ ଭାବରେ ଧୋଇକି ରଖିଥିଲି। କିଛି ପିସ୍ ମାଛ ମଧ୍ୟ ନେଇଛି। ସେଥିରେ ମୁଁ ହଳଦୀ ଲୁଣ ଦେଇକି ପ୍ରଥମେ ଗୋଳେଇକି ରଖିଦେଇଛି। ଦେଖନ୍ତୁ, ଟାଇପ୍ର ମୁଁ ଭଲ ଭାବରେ ହଳଦୀ ଆଉ ଲୁଣକୁ ତା ସହିତ ମିଶାଇ ନେଇଛି। ଏଠି ମୁଁ ପରିବାରେ କିଛି ସାରୁ କାଟିକି ନେଇଛି, ପୋଇ, କଖାରୁ, ବାଇଗଣ, ପୋଟଳ, ଆଳୁ, ଟମାଟୋ। ଆପଣମାନେ ଚାହିଁଲେ ଅଲଗା ମଧ୍ୟ ପରିବା ନେଇପାରିବେ। ଏଠି ମୁଁ ଗଜା ମୁଗ ଆଉ ଗଜା ବୁଟ ନେଇଛି। ଏଠି ମସଲାରେ ଜିରା, ସୋରିଷ, ମୁଁ ଧଳା ସୋରିଷ ନେଇଛି, ଆପଣମାନେ ଚାହିଁଲେ କଳା ସୋରିଷ ମଧ୍ୟ ନେଇପାରିବେ। ଶୁଖିଲା ଲଙ୍କା ଗୋଟେ ନେଇଛି, କିଛି ଅଦା କାଟିକି ନେଇଛି, 2ଟି କଞ୍ଚା ଲଙ୍କା ନେଇଛି। ଏଠି ମୁଁ 10-12 କଲା ରସୁଣ ନେଇଛି, ମିଡ଼ିୟମ୍ ସାଇଜ୍ର ପିଆଜଟେ କାଟିକି ନେଇଛି। ତାକୁ ମୁଁ ଭଲ ଭାବରେ ଚିକଣ କରିକି ବାଟି ନେବି। ଏଠି ମୁଁ ତେଲ ଗରମ କରିକି ରଖିଥିଲି। ପ୍ରଥମେ ମୁଁ ମାଛକୁ ଭାଜି ନେଉଛି। ତାକୁ ମୁଁ ଓଲଟ ପାଲଟ କରିକି ଭଲ ଭାବରେ ଡିପ୍ ଫ୍ରାଏ କରି ନେଇଛି। ଦେଖନ୍ତୁ, ଏଠି ଆମର ମାଛ ପୁରା ହେଇଯାଇଛି। ତାକୁ ମୁଁ ପ୍ରଥମେ ଗୋଟେ ଜାଗାକୁ କାଢ଼ି ନେଉଛି। ତେଲ ଯେହେତୁ ଅଧିକ ଅଛି, ସେଥିରୁ ମୁଁ କିଛି କାଢ଼ି ନେଇଛି। ସେଇ ତେଲରେ ମୁଁ ରଖିଥିବା ପରିବା ତକକୁ ମୁଁ ଏବେ ଭାଜି ନେଉଛି। ଦେଖନ୍ତୁ, ଏଇ ଟାଇପ୍ର ଭାଜି ନେବେ ଆପଣମାନେ। ଯଦି ମୋ ପ୍ରଣାଳୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଏବେ ମୁଁ ତାକୁ କିଛି ସମୟ ପାଇଁ କୁକ୍ ହେବା ପାଇଁ 5 ମିନିଟ୍ ଛାଡ଼ିଦେଲି। ତାପରେ ଦେଖନ୍ତୁ, ମୁଁ ଏପଟ ସେପଟ କରିକି ପୁଣି ତାକୁ 5 ମିନିଟ୍ ପାଇଁ ଦେଇଦେଲି। ଦେଖନ୍ତୁ, ଏଠି ଆମର ପରିବା ପୁରା ସିଝି ଆସିଲାଣି 50%। ଏବେ ମୁଁ କାଟିକି ରଖିଥିବା ପୋଇ ପତ୍ରକୁ ଦେଇକି ପୁଣି ଘାଣ୍ଟି ଦେଲା ପରେ 5 ମିନିଟ୍ ପାଇଁ ତାକୁ ପୁଣି କୁକ୍ ହେବା ପାଇଁ ଛାଡ଼ିଦେବି। ଦେଖନ୍ତୁ, ଏହାପରେ ମୁଁ 5 ମିନିଟ୍ ହେଲା ପରେ ପୁଣି ତାକୁ ଘାଣ୍ଟି ନେଇଛି। ଦେଖନ୍ତୁ, ପୁଣି 1-2 ମିନିଟ୍ ପାଇଁ ତାକୁ ଘାଣ୍ଟି ନେଉଛି। ତାପରେ ଘୋଡ଼ଣି ଦେଇଦେଲି। ଦେଖନ୍ତୁ, ଏଠି ଆମର ପୁରାପୁରି ପରିବା 80% ସିଝିଯାଇଛି। ମୁଁ କାଢ଼ିକି ରଖିଥିବା ଯେଉଁ ମାଛ ତେଲକୁ ପୁଣି ଦେଇଛି। ସେଥିରେ ଜିରା, ତେଜପତ୍ର, କାଟିକି ରଖିଥିବା ପିଆଜକୁ ମୁଁ ଭଲ ଭାବରେ ଗୋଲ୍ଡେନ୍ ହେବା ଯାଏ ଭାଜି ନେଇଛି। ବାଟିକି ରଖିଥିବା ମସଲାକୁ ମଧ୍ୟ ମୁଁ ଆଡ଼୍ କରିଦେଇଛି। ଦେଖନ୍ତୁ, ଏଠି ମୁଁ ଏବେ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିଛି, ଧନିଆ ପାଉଡ଼ର, ରେଡ଼୍ ଚିଲି ପାଉଡ଼ର, ହଳଦୀ ଗୁଣ୍ଡ। ଏହାପରେ ମୁଁ ତାକୁ ଭଲ ଭାବରେ ଫେଣ୍ଟି ନେଇଛି। ଦେଖନ୍ତୁ, ତାକୁ ଏପଟ ସେପଟ ଚଲେଇଲା ପରେ ଭଲ ଭାବରେ ଭାଜି ହେଲା ପରେ ଦେଖନ୍ତୁ, ଏଠି ଆମର ତେଲ ବାହାରି ଆସିଲାଣି ମସଲାରୁ। ଯେହେତୁ ମସଲା ଆମର ହେଇ ଆସିଲାଣି, ଏଠି ମୁଁ କାଟିକି ରଖିଥିବା ଟମାଟୋକୁ ଆଡ଼୍ କରିଦେଇଛି। ଦେଖନ୍ତୁ, ଏଠି ଆମର ପୁରାପୁରି ମସଲା ଏବେ ହେଇଯାଇଛି। ଏବେ ଯେଉଁ ଭାଜିକି ରଖିଥିବା ଆମେ ପରିବାକୁ ମୁଁ ଆଡ଼୍ କରିଦେଇଛି। ପ୍ରଥମେ ମୁଁ ତାକୁ ମସଲା ସହିତ ଭଲ ଭାବରେ ଫେଣ୍ଟି ନେଲା ପରେ ଏଠି ମୁଁ ଭିଜେଇକି ରଖିଥିବା ଯେଉଁ ବୁଟ ଆଉ ମୁଗକୁ ଆଡ଼୍ କରିଦେଇଛି। ଦେଖନ୍ତୁ, ଏବେ ମୁଁ ତାକୁ ଘୋଡ଼ଣି ଦେଇ ପୁଣି 10 ମିନିଟ୍ ପାଇଁ ସିଝେଇ ନେବି। ଦେଖନ୍ତୁ, ଏଠି ପରିବାରେ ଲୁଣ ପଡ଼ିଲା ପରେ ସବୁ ପାଣି ବାହାରି ଆସିଛି। ଦେଖନ୍ତୁ, ଏବେ ଆମର ପୁରା ପରିବା ସିଝିଗଲା ପରେ ମୁଁ ରଖିଥିବା ମାଛ ମୁଣ୍ଡକୁ ଆଡ଼୍ କରିଦେଇଛି। ମାଛ ମୁଣ୍ଡ ଆଉ ପରିବାକୁ ମୁଁ ଭଲ ଭାବରେ ନଉଟୁଣି ସାହାଯ୍ୟରେ ମିଶାଇ ନେଉଛି। ଦେଖନ୍ତୁ, ତାପରେ ପୁଣି ଘୋଡ଼ଣି ଦେଇ ଏବେ ତାକୁ 5 ମିନିଟ୍ ପାଇଁ କୁକ୍ କରିବା। ଦେଖନ୍ତୁ, ଏଠି ଆମର ମିଶିଗଲାଣି ମାଛ ମୁଣ୍ଡ ଆଉ ପରିବା ପୁରାପୁରି ଭାବରେ। ଏବେ ମୁଁ ତାକୁ 10 ମିନିଟ୍ ପାଇଁ ଛାଡ଼ିଦେବି। ଦେଖନ୍ତୁ, ମାଛ ମୁଣ୍ଡ ଆଉ ଆମର ପନିପରିବା ସବୁ। ଏବେ ମୁଁ ଗରମ ମସଲା ଆଡ଼୍ କରିଦେଲି। ଏଇଠି ଆପଣମାନେ ଚାହିଁଲେ ଧନିଆ ପତ୍ର ମଧ୍ୟ ଆଡ଼୍ କରିପାରିବେ। ମୋ ପାଖରେ ନଥିଲା, ମୁଁ ଦେଇନି। ତାପରେ ମୁଁ ଭଲ ଭାବରେ ଫେଣ୍ଟି ନେଇଛି।
जदि मो रेसिपी भल लगे ताने आपण मैंने जदि मो चैनल नुआ थे निहाती सब्सक्राइब करेंगे, लाइक शेयर करने भूलें, कमेंट माध्यम निहाती जनइबे। रही जय जगन्नाथ।